ପ୍ରତାପପୁରଠାରୁ ନହରମୁଣ୍ଡା ଡାକବଙ୍ଗଳା 40 କିଲୋମିଟର କମ୍ ହେବନି। ପ୍ରତାପପୁରରେ ରେଞ୍ଜ ଅଫିସର ଭାବେ ମୁଁ ଅବସ୍ଥାପିତ ହେବା ପରେ ନହରମୁଣ୍ଡା ଡାକବଙ୍ଗଳାରେ ଥରେ ରାତ୍ରି ଯାପନ କରିବାର ମହାର୍ଘ ଅନୁଭୂତି ମୋର ହୋଇଥିଲା। ସରକାରୀ ଗସ୍ତରେ ଯାଇ ନହରମୁଣ୍ଡା ରାସ୍ତାରେ ଫେରୁ ଫେରୁ ଥରେ ସନ୍ଧ୍ୟାର ଏକ ବିଳମ୍ବିତ ପ୍ରହରରେ ନହରମୁଣ୍ଡାର ପ୍ରକୃତି ମୋତେ ମନ୍ତ୍ରମୁଗ୍ଧ କରିଦେଇଥିଲା। ଭୟଙ୍କର ଜଙ୍ଗଲ ଭିତରେ ନହରମୁଣ୍ଡା ଡାକବଙ୍ଗଳା ଥିଲା ଏକମାତ୍ର କୋଠା। ଚତୁର୍ଦିଗରେ ମାଇଲ ମାଇଲ ଧରି ନିଘାଞ୍ଚ ବନାନୀ, ଅଗଣିତ ଛୋଟ ବଡ଼ ପାହାଡ଼ରେ ପୂର୍ଣ୍ଣ ନହରମୁଣ୍ଡାର ବିଶାଳ ଉପତ୍ୟକା। ଛୋଟ ଏକ ପାହାଡ଼ ତଳେ ବଙ୍ଗଳାଟିଏ, ପୁରାତନ ଅର୍ଦ୍ଧଜୀର୍ଣ୍ଣ ପ୍ରାସାଦ। ଅତୀତରେ କେଉଁ ଏକ ଜମିଦାର ରାଜାଙ୍କର ବୋଧହୁଏ ଥିଲା ଶିକାର ଆଡ଼ା। ସନ୍ଧ୍ୟା ନଇଁ ଆସିଲେ ନହରମୁଣ୍ଡାର ପ୍ରକୃତିରେ ହିମ ଶୀତଳତା, ନୀରବତା ଓହ୍ଲାଇ ଆସେ। ସେଦିନ ବୋଧହୁଏ ତିଥି ଥିଲା ଶୁକ୍ଳ ଦଶମୀ ବା ଏକାଦଶୀ। ଶୀତଳ ଜ୍ୟୋତ୍ସ୍ନାରେ ସ୍ନାତ ତରୁଲତାରାଜି ପରସ୍ପର ନୀରବରେ ଆଳାପ କରୁଥିଲେ। ଡାକବଙ୍ଗଳା ଭସ୍ମ ସ୍ନାତ ଧ୍ୟାନମଗ୍ନ ସନ୍ନ୍ୟାସୀ ପରି ବସି ରହିଥିଲା। ଡାକବଙ୍ଗଳା ପାଖରେ ଜିପ୍ ଅଟକାଇ ପାହାଡ଼ ଉପରକୁ ଉଠିଲି। ଦଶମୀ ଜହ୍ନର ରୂପା କିରଣରେ ଝଲସି ଉଠୁଥିଲା ନହରମୁଣ୍ଡାର ବନାନୀ। ଛୋଟ ପାହାଡ଼ର ଶୀର୍ଷରେ ପହଞ୍ଚି ଜ୍ୟୋତ୍ସ୍ନା ସ୍ନାତ ଉପତ୍ୟକା ଦେଖି ରୋମମୂଳ ମୋର ଟାଙ୍କୁରି ହୋଇ ଉଠିଲା। ସତେ କ'ଣ ଏତେ ସୌନ୍ଦର୍ଯ୍ୟ ପୃଥିବୀରେ ସମ୍ଭବ? ଗୋଟିଏ ରାତି ସେଠାରେ ରହି ପ୍ରକୃତିର ପ୍ରାଣ ପ୍ରାଚୁର୍ଯ୍ୟକୁ ମନ ଭରି ଉପଭୋଗ କରିବାର ଅଦ୍ୟମ ଲାଳସାକୁ ଏଡ଼ାଇ ପାରିଲି ନାହିଁ। ନିର୍ଜନ ପ୍ରକୃତିର ନୀରବତାକୁ ଭାଙ୍ଗି ମୁଣ୍ଡ ଉପରେ ଟେଟି ଉଡ଼ିଗଲା। ସ୍ନାୟୁର ତନ୍ତ୍ରୀରେ ମୋର ବହିଗଲା ଅନିର୍ବାଚନୀୟ ରୋମାଞ୍ଚର ତରଙ୍ଗ। ଜିପ୍ ପାଖକୁ ଆସି ଡ୍ରାଇଭରକୁ କହିଲି, ମହମ୍ମଦ, ଆଜି ଏ ବଙ୍ଗଳାରେ ରହିଯିବା। ମହମ୍ମଦର କିନ୍ତୁ ଇଚ୍ଛା ନଥିଲା। କହିଲା, ସାର୍, ମାତ୍ର 40 କିଲୋମିଟର ବାଟ, ଘଣ୍ଟାଏ ବି ଲାଗିବନି ପହଞ୍ଚିବା ପାଇଁ। କାହିଁକି ଏଠାରେ ଏତେ ଅସୁବିଧାରେ ରହିବା? ମୁଁ ପଚାରିଲି, ଏ ରହିବାରେ ଅସୁବିଧା ପୁଣି କ'ଣ ମହମ୍ମଦ? ଡ୍ରାଇଭର କହିଲା, ସାର୍, ଚୌକିଦାର ଏଠି ରହେ ନାହିଁ। ରହିବାକୁ ହେଲେ ପାଖ ଗାଁକୁ ଯାଇ ତାକୁ ଜିପ୍ରେ ବସାଇ ଆଣିବାକୁ ପଡ଼ିବ। ତା ଛଡ଼ା ସାର୍, ଏ ବଙ୍ଗଳାରେ ଭୂତପ୍ରେତ ଉପଦ୍ରବ ଅଧିକ ଜନରବ ଅଛି। ସେଥିପାଇଁ ତ ସାର୍, ଏ ବଙ୍ଗଳାରେ କୌଣସି ଅଫିସର କେବେ ରୁହନ୍ତିନି। ମହମ୍ମଦ କଥା ଶୁଣି ମୁଁ ହସି ଉଠିଲି। କହିଲି, ମହମ୍ମଦ, ତୁମର ଗତ ମାସରେ ବାହାଘର ହେଇଛି ନା? ଠିକ୍ ଅଛି, ମୁଁ ତୁମକୁ ଏଠି ରହିବାକୁ ବାଧ୍ୟ କରୁନି। ତୁମେ ଗୋଟେ କାମ କର, ଚୌକିଦାରକୁ ଖବର ଦେଇ ତୁମେ ତୁମ ଘରକୁ ଚାଲିଯାଅ। ସକାଳେ ଆସି ମୋତେ ଏଠୁ ନେଇଯିବ। ମହମ୍ମଦର ଉତ୍ତରକୁ ଅପେକ୍ଷା ନ କରି ମୁଁ ଡାକବଙ୍ଗଳା ଆଡ଼କୁ ଆଗେଇଲି। କିଛି ସମୟ ପରେ ମହମ୍ମଦ ଚୌକିଦାରକୁ ଛାଡ଼ି ଦେଇ ପ୍ରତାପପୁର ଚାଲିଗଲା। ଚୌକିଦାରର ବୟସ ପାଖାପାଖି 60 ବର୍ଷ, 6 ଫୁଟ ପାଖାପାଖି ଉଚ୍ଚତା, ଅସ୍ଥି କଙ୍କାଳସାର କଳା ମିଚିମିଚି ଚେହେରା, କୋଟରଗତ ଆଖି, ମୁଣ୍ଡରେ ଲମ୍ବା ଖୋର୍ଦ୍ଧା ଗାମୁଛାର ଠେକା। ବୁଢ଼ା ଡାକବଙ୍ଗଳା ତାଲା ଖୋଲୁ ଖୋଲୁ ପଚାରିଲା, ସାର୍, ଆପଣ କ'ଣ ଆଜି ଏଠି ରହିବେ? ମୁଁ ଆଶ୍ଚର୍ଯ୍ୟ ତଥା ବିରକ୍ତ ହୋଇ ତା ମୁହଁକୁ ପଚାରିଲି, କାହିଁକି? ତୁମର ସନ୍ଦେହ ହେଲା କାହିଁକି? ଡାକବଙ୍ଗଳା ରହିବା ପାଇଁ ହେଇଛି ନା? ଏଠି କ'ଣ କେହି କେବେ ରହନ୍ତି ନାହିଁ? ମୋ ବିରକ୍ତିର ପ୍ରଭାବ ତା ଉପରେ କିଛି ପଡ଼ିବା ପରି ମୋର ମନେ ହେଲାନି। ନିର୍ଲିପ୍ତ କଣ୍ଠରେ ବୁଢ଼ା କହିଲା, ନାହିଁ ସାର୍, କେତେବେଳେ କେମିତି କାଁ ଭାଁ ଜଣେ ଅଫିସର ଦିନବେଳା ଏଠାକୁ ନିର୍ବିଶ୍ରାମ ନେବାକୁ ଆସନ୍ତି। ରାତିରେ ରୁହନ୍ତୁନି। ଭୂତକ ସାଙ୍ଗରେ ଏଠି କିଏ ରହିବ ସାର୍? ମୋର ବିରକ୍ତିର ସୀମା ରହିଲା ନାହିଁ। କହିଲି, ଫାଲତୁ କଥା। ଏଠି ନିଜ ଆଖିରେ କେବେ ଭୂତ ଦେଖିଛ ନା ଖାଲି ଶୁଣା କଥା? ବୁଢ଼ା କହିଲା, ସାର୍, ନହରମୁଣ୍ଡା ଡାକବଙ୍ଗଳାରେ ବେଡ଼୍ କେବେ ଖାଲି ରହେ ନାହିଁ। ବାହାରେ ତାଲା ପଡ଼ିଥାଏ, ଭିତରେ କିନ୍ତୁ ବେଡ଼୍ ଉପରେ କିଏ ଜଣେ ଧଳା ଚାଦର ଘୋଡ଼ି ହୋଇ ଶୋଇଥିବାର ଅନେକ ଥର ମୁଁ ଦେଖିଛି ସାର୍। ମୁଁ କହିଲି, ଧେକ୍, ସବୁ ମନର ବିକାର। ବୁଢ଼ା କହିଲା, ବାହାରେ ତାଲା ପଡ଼ିଥିଲେ ବି ରାତିରେ ଆଲୁଅ ଆପେ ଆପେ ଜଳେ ଲିଭେ। କାଚ ଝରକା ଉପରେ ଦେଖାଯାଏ ଲମ୍ବା ହାତର ଛାଇ। ବୁଢ଼ା ମୁହଁରୁ ମନଗଢ଼ା ଭୂତ କାହାଣୀ ଶୁଣି ମୁଁ ଆଉ ମୋ ମନକୁ ଭାରାକ୍ରାନ୍ତ କରିବାକୁ ଚାହୁଁନଥିଲି। କହିଲି, ଆଚ୍ଛା, ତୁମେ ଯାଅ ଶୋଇବ, ଦରକାର ପଡ଼ିଲେ ମୁଁ ତୁମକୁ ଡାକିବି। ଚୌକିଦାର କହିଲା, ସାର୍, ମୁଁ ଟିକେ ଅଫିମିଆ ଲୋକ, ନିଘଢ଼ ନିଦରେ ଶୋଇଯାଏ, ଦରକାର ପଡ଼ିଲେ ଜୋରରେ ଡାକିବେ। ବୁଢ଼ା ଚାଲିଯିବା ପରେ ବାହାରକୁ ଆସିଲି ନହରମୁଣ୍ଡା ପ୍ରକୃତିକୁ ମନ ଭରି ଉପଭୋଗ କରିବା ପାଇଁ। ବଙ୍ଗଳାର ବଗିଚା ଭିତରେ ଝଙ୍କାଳିଆ ଆମ୍ବ ଗଛ ତଳେ ସିମେଣ୍ଟ ବେଞ୍ଚ ଉପରେ ବସିଲି। ହଠାତ୍ ବିରାଟ ଶବ୍ଦରେ ଚମକି ପଡ଼ିଲି। ମୁଣ୍ଡ ଉପରେ ଗଛର ଡାଳପତ୍ର ଦେଇ
ଝିରଝିରି ଶବ୍ଦ ଶୁଣାଗଲା। ସତେ ଅବା ଗାଡ଼ିଏ ବାଲି କିଏ ଗଛ ଉପରେ ଅଜାଡ଼ି ଦେଲା। କିନ୍ତୁ ଆଶ୍ଚର୍ଯ୍ୟ, ଗୋଟିଏ ବି ବାଲିକଣା ତଳେ ପଡ଼ି ନାହିଁ। ଜନମାନବ ଶୂନ୍ୟ ଅନ୍ଧକାର ରାତି, ନିଘଞ୍ଚ ଅରଣ୍ୟ ଓ ଅଭାବନୀୟ ଘଟଣା ସବୁ ଏକତ୍ରିତ ହୋଇ ମୋର ସ୍ନାୟୁର ତନ୍ତ୍ରୀକୁ ଦୁର୍ବଳ କରିବାକୁ ପ୍ରୟାସ କରୁଥିଲେ। ମନ ଭିତରୁ ଦୁର୍ଭାବନାକୁ ତଡ଼ି ଦେଇ ସାହସ ସଞ୍ଚୟ କରି ପୁଣି କିଛି ସମୟ ବସିଲି। କିଛି ସମୟ ବିତିଗଲା। ହଠାତ୍ ମୋର ମନେ ହେଲା ଅତି ପାଖରେ କିଏ ଯେମିତି ସୁଁ ସୁଁ ହୋଇ କାନ୍ଦୁଛି। ଚାରିଆଡ଼କୁ ଚାହିଁଲି, କେହି ନଥିଲେ। ଘଟିଯାଇଥିବା ଅଭାବନୀୟ ଘଟଣା ଯୋଗୁଁ ମୋର ଆଉ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଇଚ୍ଛା ହେଲା ନାହିଁ। ବଙ୍ଗଳା ଭିତରକୁ ଯାଇ ଶୋଇବାକୁ ଭାବିଲି। ବାରାଣ୍ଡା ଉପରେ ପାଦ ଦେଉ ଦେଉ ମନେ ହେଲା ଶୟନ କକ୍ଷ ଭିତରେ କିଏ ଯେମିତି କଥାବାର୍ତ୍ତା ହେଉଛି। ଭାବିଲି ଚୌକିଦାର ବୋଧହୁଏ ଅଫିମ ନିଶାରେ ବିଡ଼ି ବିଡ଼ି ହେଉଛି। କିନ୍ତୁ ଘର ଭିତରକୁ ଯାଇ ଦେଖିଲି କେହି ନଥିଲେ। କିଛି ସମୟ ବିତିଗଲା। ଲାଇଟ୍ ଲିଭାଇ ଶୋଇବାକୁ ଚେଷ୍ଟା କଲି। ନିର୍ଜନ ବାତାବରଣରେ ଶାନ୍ତି ଭଙ୍ଗ କରି ଟପ୍ ଟପ୍ ଶବ୍ଦ ଶୁଣାଗଲା। ଆଲୁଅ ଲଗାଇ ବଙ୍ଗଳା ଭିତରର ସବୁ କୋଠରୀ ଦେଖିଲି। ଯେଉଁ କୋଠରୀକୁ ଗଲି ତା ପାଖ କୋଠରୀରୁ ଶବ୍ଦ ଆସିଲା ପରି ଶୁଣାଗଲା। ଶେଷରେ ଶୟନ କକ୍ଷ ସଂଲଗ୍ନ ସ୍ନାନାଗାର ଭିତରୁ ସେ ଶବ୍ଦର ଉତ୍ପତ୍ତି ସ୍ଥଳ ଠାବ କଲି। ପାଣି ଟ୍ୟାପର ଟପ୍ ଉପରେ ଟୋପା ଟୋପା ପାଣି ପଡ଼ି ସେ ଶବ୍ଦ ସୃଷ୍ଟି ହେଉଥିଲା। ଚନ୍ଦନ ଗନ୍ଧରେ ବାଥରୁମ୍ ମହକି ଉଠୁଥିଲା। ଚଟାଣ ଉପରେ ବିନ୍ଦୁ ବିନ୍ଦୁ ପାଣି ଲାଗି ରହିଥିଲା। ପରିବେଶ କହୁଥିଲା ସତେ ଯେମିତି ଜଣେ ସଦ୍ୟ ସ୍ନାନ କରି ବାଥରୁମ୍ରେ ଚାଲି ଯାଇଛି। ଆଶ୍ଚର୍ଯ୍ୟ ହେଲି। ଶୋଇବା ପୂର୍ବରୁ ପାଦ ଧୋଇବା ପାଇଁ ଆସିବା ବେଳେ ବାଥରୁମ୍ରେ ସୁଗନ୍ଧ ନଥିଲା। ମୁଁ ବି କୌଣସି ସୁଗନ୍ଧିତ ସାବୁନ ବ୍ୟବହାର କରୁନଥିଲି। ମସ୍ତିଷ୍କରେ ଦୁଶ୍ଚିନ୍ତାର ପ୍ରବାହ ନେଇ ଶୋଇବାକୁ ଚେଷ୍ଟା କଲି। ନିଦ ହେଲା ନାହିଁ। ଆଖି ବୁଜି ପଡ଼ି ରହିଲି। ଟିକିଏ ଛାଇ ନିଦ ହେଉ ହେଉ ପୁଣି ଚାଉକିଣା ନିଦ ଭାଙ୍ଗିଗଲା। ଘର ସାରା ମିଟିମିଟି ଅନ୍ଧାର ଖୁନ୍ଦି ହୋଇଥିଲା। ଅଥଚ ଶୋଇବା ପୂର୍ବରୁ ମୁଁ ଆଲୁଅ ଲିଭାଇ ନଥିଲି। ସ୍କାଇଲାଇଟ୍ ଉପରେ ଆଖି ପଡ଼ିବା ମାତ୍ରେ ଦେହ ମୋର ଶୀତେଇ ଉଠିଲା। ସ୍କାଇଲାଇଟ୍ରେ ଦେଖାଯାଉଥିଲା ଝାପ୍ସା ଚନ୍ଦ୍ରାଲୋକରେ ଗୋଟିଏ ମାଙ୍କଡ଼ର ମୁଣ୍ଡ। ଆଖି ମିଟିକାରେ ସେ ମୁଣ୍ଡ ଉଭେଇଗଲା। ସେଜରୁ ଉଠି ଝରକା ଖୋଲିଲି। କୋଠରୀରେ ଚାରୋଟି ଝରକା। ଗୋଟିଏ ଝରକା ଖୋଲିବା ସଙ୍ଗେ ସଙ୍ଗେ ଆପେ ଆପେ ଅନ୍ୟ ତିନୋଟି ଝରକା ଧଡ଼ ଧଡ଼ ହୋଇ ଖୋଲିଗଲା। ଅଥଚ ବାହାରେ ପବନର ପ୍ରବାହ ନଥିଲା। ପତ୍ର ବି ହଲୁ ନଥିଲା। ଝରକା ବାଟ ଦେଇ ଚନ୍ଦ୍ରକିରଣ ବିଚ୍ଛୁରିତ ହୋଇପଡ଼ିଲା। ଗୋଟି ଗୋଟି ସବୁ ଝରକା ବନ୍ଦ କରି ପୁଣି ଥରେ ଶୋଇବା ପାଇଁ ଚେଷ୍ଟା କଲି। କିନ୍ତୁ ଅସମ୍ଭବ। ଝରକା ସବୁ ବନ୍ଦ କରି ସେଜ ପାଖକୁ ଆସିବା ପୂର୍ବରୁ ଧଡ଼ ଧଡ଼ ସବୁ ଝରକା ଖୋଲିଗଲା। ବାୟୁମଣ୍ଡଳର ସ୍ତରେ ସ୍ତରେ ମୁଁ ଅନୁଭବ କଲି ଭୌତିକ ସତ୍ତା। ଶୋଇପାରିଲିନି। ଝରକା ପାଖକୁ ଆସି ବାହାରକୁ ଚାହିଁଲି। ଯାହା ଦେଖିଲି ସେଥିରେ ମୋର ଲୋମମୂଳ ଟାଙ୍କୁରି ଉଠିଲା। ଝରକାଠାରୁ ପ୍ରାୟ 100 ଗଜ ଦୂରରେ ଧଳା ଶାଢ଼ୀ ପିନ୍ଧି ଚନ୍ଦ୍ରକିରଣରେ କେହି ଜଣେ ତରୁଣୀ ଠିଆ ହୋଇଥିଲା। ଝରକାର ବିପରୀତ ଦିଗକୁ ଥିଲା ତାର ମୁହଁ। ଧୀରେ ଧୀରେ ବୁଲି ପଡ଼ି ଚାହିଁଲା ସେ ତରୁଣୀ। କି ବିଭତ୍ସ! ମୋ ଧମନୀରେ ପ୍ରବାହିତ ସବୁ ରକ୍ତ ଏକାବେଳକେ ସତେଅବା ବରଫ ପାଲଟିଗଲା। ତରୁଣୀର କାନ୍ଧ ଉପରେ ଥିଲା ମାଙ୍କଡ଼ର ମୁଣ୍ଡ। ଆଉ ଦାନ୍ତ ଦେଖେଇ ବିଭତ୍ସ ହସ ହସୁଥିଲା ସେ ନରବାନରୀ। ପାଦ ତଳୁ ମୋର ପୃଥିବୀ ଖସିଗଲା ପରି ଲାଗିଲା। ଜାଗତିକ ପରିବେଶଠାରୁ ବହୁତ ଦୂରରେ ଏକ ଭୌତିକ ରାଜଧାନୀରେ ଅଶରୀରୀ ଗହଣରେ ରହିଛି ବୋଲି ମୁଁ ଅନୁଭବ କଲି। ଖୁବ୍ ବଡ଼ ପାଟିରେ ଚୌକିଦାରକୁ ଡାକିଲି, କିନ୍ତୁ ସେ ଶୁଣିଲା ନାହିଁ। ସେ ଶୋଇଥିବା କୋଠରୀକୁ ଆସି କବାଟରେ ହାତ ମାରିଲି। କେଁ-କଟର ଶବ୍ଦ କରି କବାଟ ଖୋଲିଗଲା। କୋଠରୀ ଫାଙ୍କା ପଡ଼ିଥିଲା। ମୋର ଧମନୀରେ ବଢ଼ିଗଲା ରକ୍ତର ବେଗ। ଛାତି ଭିତରେ ହାତୁଡ଼ି ପିଟିବାର ଶବ୍ଦ। ପଥର ମୂର୍ତ୍ତି ପରି ସ୍ଥାଣୁ ହୋଇ ମୁଁ ଅବଶିଷ୍ଟ ରାତି ବସି ରହିଲି କୋଠରୀ ଭିତରେ। ପ୍ରତାପପୁର ଫରେଷ୍ଟ ରେଞ୍ଜରେ ଥିବା ଯାଏ ମୁଁ ଆଉ କେବେ ନହରମୁଣ୍ଡା ବଙ୍ଗଳାକୁ ଯାଇନି। ପରବର୍ତ୍ତୀ ସମୟରେ ଭୂତପ୍ରେତ ଅଶରୀରୀଙ୍କ ସ୍ଥିତି ଉପରେ ଅନାସ୍ଥା ଥିବା ମୋର ଜଣେ ବନ୍ଧୁଙ୍କୁ ମୁଁ ଘଟଣା ପ୍ରସଙ୍ଗରେ ନହରମୁଣ୍ଡାର ସେ ମାୟାବିନୀ ରାତି କଥା କହିଥିଲି। କଥାର ଗୁରୁତ୍ୱକୁ ଲଘୁହସରେ ବେପରିଆ ଭାବରେ ଉଡ଼େଇ ଦେଇ ବନ୍ଧୁ ମୋର କହିଥିଲେ, ସୁବାସ, ଏସବୁ ସେଇ ଚୌକିଦାରର କାମ। ନରବାନରୀ ସାଜି ତୁମକୁ ସେ ବେଶ୍ ନାକେଦମ କରିଛି। ମୁଁ ତା କଥା ଭଲ ଭାବରେ ଜାଣେ। ସେ 1 ନମ୍ବର ଠକ। ଘରେ ତାର ରୋଗିଣୀ ସ୍ତ୍ରୀ। ତାକୁ ଛାଡ଼ି ବଙ୍ଗଳାରେ ରାତିରେ ରହିପାରିବନି। ଏଣୁ ଚାକିରି ମଧ୍ୟ ଛାଡ଼ିପାରିବ ନାହିଁ। ସେଥିପାଇଁ ମଝିରେ ମଝିରେ ସେ ନାଟକ ସୃଷ୍ଟି କରୁଥିଲା। ଫଳରେ ଭୂତ ଭୟରେ ରାତିରେ ବାବୁମାନେ ଡାକବଙ୍ଗଳା ପାଖ ମାଡ଼ୁନଥିଲେ। ଏବେ ସେ ବିଚରା ମରିଗଲାଣି। ଆଜିକାଲି ନହରମୁଣ୍ଡା ଡାକବଙ୍ଗଳାରେ ଆଉ ଜଣେ ଚୌକିଦାର ଅଛି। ମୋ କଥା ସତ କି ମିଛ ତୁମେ ଆଉ ଥରେ ଡାକବଙ୍ଗଳାରେ ରାତ୍ରି ଯାପନ କରି ପରୀକ୍ଷା କରିପାର। ଏକାବେଳକେ ଏତେ କଥା କହିଦେଇ ବନ୍ଧୁ ମୋର ମୁହଁକୁ ଚାହିଁଲେ। ତାଙ୍କର ଏ ଯୁକ୍ତି କିନ୍ତୁ ମୋତେ ସନ୍ତୁଷ୍ଟ କରିପାରୁନଥିଲା। ଅନ୍ତତଃ ସେଦିନ ବାଥରୁମ୍ରେ ସେ ଚନ୍ଦନ ଗନ୍ଧ, ଧଡ଼ଧାଡ଼ ଝରକା ଆଉ ଆପେ ଆପେ ଖୋଲିଯିବା
ଏବଂ ଗଛରୁ ବାଲି ଝରିବା ଶବ୍ଦ ଇତ୍ୟାଦି ଚୌକିଦାର କାମ ବୋଲି ମୁଁ ଭାବି ପାରୁନଥିଲି। ନହରବୁଡ଼ା ଡାକ ବଙ୍ଗଳାରେ ଆଉ ଏକ ରାତ୍ରି ଯାପନ କରି ସତ୍ୟତା ଉଦ୍ଘାଟନ କରିବାର ସତ୍ସାହସ ମୋର ମଧ୍ୟ ନଥିଲା। ନହରମୁଣ୍ଡା ଡାକ ବଙ୍ଗଳା ମୋ ପାଇଁ ରହସ୍ୟମୟୀ ହୋଇ ରହିଗଲା।